ଲୋକାପୁଅ ସୁରିଆ ପାଠକାର୍ପିତ ଏ ଖବରଟି ଆମ ଓଡ଼ିଶାର ସବୁ ସମ୍ବାଦପତ୍ରର ଶିରୋନାମା ହୋଇଯାଇଛି। ତେଣୁ ଖବର ଆପଣମାନଙ୍କ ପାଖେ ନିଶ୍ଚୟ ପହଞ୍ଚି ଯାଇଥିବ। ଆଉ ତାର ଲେଖିକା କିଏ କହିଲେ? ସୁରେନ୍ଦ୍ର ମହାନ୍ତିଙ୍କର ସୁଯୋଗ୍ୟା କନ୍ୟା ଲୋପାମୁଦ୍ରା ମହାନ୍ତି। ସଭାସ୍ଥଳରେ ପହଞ୍ଚିଗଲି ତ ଆଗ ଯାଇ ଲୋପା ବାପାଙ୍କ ସାଙ୍ଗେ ଗୋଟେ ଫଟୋ ଉଠାଇ ନେଲି। କାହିଁକିନା ମୁଁ ଅନୁମାନ କରିଥିଲି ଆଜିର ଏ ସନ୍ଧ୍ୟା ଓଡ଼ିଆ ସାହିତ୍ୟ ଜଗତର ଏକ ଐତିହାସିକ ସନ୍ଧ୍ୟା। ଆଉ ଏଠି ନିଶ୍ଚିତ ଗହଳି ହେବ। ବହୁ ମାନ୍ୟଗଣ୍ୟ ବିଶିଷ୍ଟ ସାହିତ୍ୟିକ ଆଉ ଆଗଧାଡ଼ିର ଲୋକ ଏଠି ଏକାଠି ହେବେ। ତେଣୁ ମୋ ଅପାଙ୍କ ସହିତ ଗୋଟେ ଫଟୋ ନେଇଥିଲି ଏଇଥିପାଇଁ ଯେ ଆଜିର ଏଇ ସନ୍ଧ୍ୟାରେ ମୁଁ ଆଉ ଆଙ୍କ ସହିତ ଉପସ୍ଥିତ ଥିଲି, ସେଇ ସ୍ମୃତିଟା ବି ରହିଯାଉ। ଅପାଙ୍କ ସାଙ୍ଗେ ଫଟୋ ଉଠାଇଲା ବେଳକୁ ଅପା କହିଲେ, ଆରେ ଯା ଯା ଜଗନ୍ନାଥଙ୍କୁ ଟିକେ ସଜେଇ ଦେଲୁ। ମୋ ମନଟା ଆହୁରି ପୁରିଗଲା। ଗୁଣ୍ଡୁଚି ମୂଷାଟେ ପରି ସେତୁବନ୍ଧ ବାନ୍ଧିବାରେ ମୋର ବି ତ ଟିକିଏ ଭୂମିକା ରହିଗଲା ନା। ପୁଣି ମୋର ସବୁଠୁ ପ୍ରିୟ କାମ ଫୁଲମାଳରେ ଜଗାକୁ ସଜେଇବା। ତାଠୁ ଆନନ୍ଦ ମୁଁ ଆଉ କେଉଁଠି ବି ପାଏନି। ଆଉ ଏଇ ଲୋପାପା ଆଉ ତାଙ୍କର ସେଇ ବାପା ସୁରେନ୍ଦ୍ର ମହାନ୍ତି ଉଭୟ ବି ଜଗନ୍ନାଥ ପ୍ରେମୀ। ଅପାଙ୍କର ଜଗନ୍ନାଥ ପ୍ରେମ ମୁଁ ତାଙ୍କ ସାଙ୍ଗେ ଯାତାୟାତ ବେଳେ ଅନୁଭବ କରିଛି। ତେଣୁ ଏ କାମଟି ମୋତେ ବହୁତ ଆନନ୍ଦ ଦେଲା। ସବୁ ସରିଗଲା ପରେ ମୁଁ ଦେଖିଲି ସଭା ମଣ୍ଡପକୁ ପ୍ରାୟ ଡେରିରେ ସବୁ ଆସି ପହଞ୍ଚନ୍ତି। ହେଲେ ଏଠି ତ ସବୁ ବ୍ୟତିକ୍ରମ, ସଜାସଜି ବ୍ୟତିକ୍ରମ, ଶଙ୍ଖ ହୁଳହୁଳିରେ ନିନାଦିତ ହେଉଥିଲା ସଭାସ୍ଥଳ। ଇଏ ଗୋଟେ ଭିନ୍ନ ରୁଚିର ଲାଗୁଥିଲା। ପାର୍ବଣ ପୂର୍ବରୁ ଏଠି କ'ଣ ଗୋଟିଏ ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଠି ଆମ ଓଡ଼ିଆପଣ, ଆମ ଓଡ଼ିଆ ଅସ୍ମିତା ପରିଷ୍କାର ବାରି ହେଇଯାଉଛି। ଆଉ ଆଜି ଦିନର ମହତ୍ଵ କ'ଣ ଥିଲା ଜାଣିଛନ୍ତି? ଆଜି ଥିଲା ପିତୃପକ୍ଷର ଚତୁର୍ଥ ଦିନ, ଯାହା ଅପା ତାଙ୍କ ବକ୍ତବ୍ୟରେ କହିଲେ। ଆଉ ଏଇ ପୁସ୍ତକଟି ଥିଲା ଅପାଙ୍କର ତାଙ୍କ ବାପାଙ୍କ ପ୍ରତି ଶ୍ରଦ୍ଧା ଅର୍ପଣ। କେତେ ସୁନ୍ଦର ଭାବଟିଏ କହିଲେ। ମୁଁ ଏଇ କଥା ଭାବିଲା ବେଳକୁ ଅତିଥିମାନେ ସବୁ ବହୁ ପୂର୍ବରୁ ପହଞ୍ଚିଗଲେ। ଆଉ ଇଏ ତ ଆମ ସୌଭାଗ୍ୟ ବାବୁ, ଆଉ ଇଏ ଆମ ରୀନା ଅପା। ଆପଣମାନେ ସମସ୍ତେ ଆଙ୍କୁ ଚିହ୍ନିଥିବେ। ମୁଁ ଗହଳି ଆଶଙ୍କା କରି ତରତର ହେଇଯାଇ ରୀନା ଅପାଙ୍କ ପାଖେ ବସି ପଡ଼ିଲି। ଭାବିଲି ଫଟୋ ସବୁ ଯେମିତି ଯାହା ହଉ, କଥାଟା ତ କହିବି ନା। ଦେଖନ୍ତୁ କିଏ ସବୁ ମଞ୍ଚ ଉପରକୁ ଆସିଗଲେଣି, ଆଉ ପ୍ରଦୀପ ପ୍ରଜ୍ୱଳନ ହେଲାଣି। ସେତିକିବେଳେ ଶଙ୍ଖ ହୁଳହୁଳିରେ ସେ ଏରିଆ ପ୍ରକମ୍ପିତ ହେଉଥିଲା। ମୋତେ ଭାରି ଖୁସି ଲାଗୁଥିଲା। ଆମ ଓଡ଼ିଆପଣକୁ ଏଇ ଜାଗାରେ ଦେଖିବା ନାହିଁ ତ ଆଉ କେଉଁଠି ଦେଖିବା? ସତରେ ଆମେ ସବୁ ଭୁଲି ଯାଉଛେ, କିନ୍ତୁ ଏସବୁ ମନେ ରଖିବା ଉଚିତ। ଆଉ ଏଇଭଳି ଅପାଙ୍କ ଭଳି ଯଦି କିଛି ଲୋକ ଥିବେ, ସେମାନେ ଆମକୁ ଆମର ଢଙ୍ଗ ମନେ ପକାଇଦେବେ, ମାନେ ଆମ ଓଡ଼ିଆର ଢଙ୍ଗ। ସଭାସ୍ଥଳ ଏକଦମ ନୀରବତା ହିଁ ଥିଲା, ନୀରବତାରେ ଭରିଥିଲା। କାହିଁକିନା ପ୍ରତ୍ୟେକ ବ୍ୟକ୍ତିଙ୍କର କଥା ଏତେ ଗୁରୁତ୍ୱପୂର୍ଣ୍ଣ ଆଉ ଏତେ ଆନ୍ତରିକ ଥିଲା ଯେ ସମସ୍ତେ ମନ ଦେଇ ଶୁଣୁଥିଲେ। ସେ ପୂର୍ବରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଗଲା। ଏଇଟା ବି ତ ଗୋଟେ ଚିରାଚରିତ ପ୍ରଥା। କିଛି ଅନ୍ୟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଗଲା, ଯେଉଁମାନଙ୍କର ଏଇ କାର୍ଯ୍ୟ ପ୍ରତି ଅବଦାନ ଥିଲା, ଆଉ ଯେଉଁମାନେ ଏଇଥିରେ ନିବିଡ଼ ଭାବରେ ସଂଶ୍ଳିଷ୍ଟ ଥିଲେ। ସେ ସବୁ ସରିଲା ପରେ ପୁସ୍ତକ ତ ପୁଣି ଉନ୍ମୋଚିତ ହେବ। ଆଉ ଏଠି ପୁସ୍ତକ ଉନ୍ମୋଚନର ଶୈଳୀଟା ଟିକେ ଦେଖିଲେ କେଡ଼େ ନିଆରା। ଦେଖନ୍ତୁ, ଗୋଟିଏ ସୁନ୍ଦର ଡାଲାରେ ଗୋଟିଏ ସୂକ୍ଷ୍ମ କପଡ଼ା ଆଚ୍ଛାଦିତ ହେଇ ବହି ଆସିଗଲା। ତା ପୂର୍ବରୁ ଗୋଟେ ହଳଦିଆ ମଠା କପଡ଼ାରେ ବହିଟିଏ ଜଗନ୍ନାଥଙ୍କୁ ଅର୍ପଣ କରାଯାଇ ସରିଥିଲା। ତ ଏ ବହି ଉପରୁ କପଡ଼ାଟି କାଢ଼ି ଦିଆଗଲା, ଆଉ ସେ ଡାଲାରୁ ପୁସ୍ତକ ସବୁ ସମସ୍ତଙ୍କ ହାତକୁ ବଢ଼େଇ ଦିଆଗଲା। ମୁଁ ଏଭଳି ନିଆରା ପୁସ୍ତକ ଉନ୍ମୋଚନ ଆଗରୁ କେବେ ଦେଖିନଥିଲି। ମୋତେ ତ ବହୁତ ଖୁସି ଲାଗୁଥିଲା। ଆଉ ଭାବିଲି ଏଇସବୁ କଥା ଆପଣମାନଙ୍କୁ ବାଣ୍ଟି ଦେବି, କିନ୍ତୁ ମୋର ଦୁଃଖ ରହିଗଲା। ମୁଁ ମଝିକୁ ଯାଇ ଭଲ ଭାବରେ ଭିଡ଼ିଓ କରିପାରିଲିନି। ମୁଁ ଭିଡ଼ିଓରେ ବେଶୀ ମନ ନ ଦେଇ ସବୁ ବକ୍ତାମାନଙ୍କର କଥା ଶୁଣିବାରେ ଅଧିକ ମନ ଦେଲି। କାହିଁକିନା ଯେଉଁମାନେ ସେଠି ବକ୍ତା ରୂପରେ ପହଞ୍ଚିଥିଲେ ସେମାନଙ୍କୁ ସବୁବେଳେ ପାଇବା ସମ୍ଭବ ନୁହେଁ। ସେମାନଙ୍କ ନାଁ ମୁଁ କହୁନାହିଁ, ତାଙ୍କ ନାଁ କହି ମୁଁ କ'ଣ ପରିଚୟ ଦେବି? ସେ ତ ଆମ ଓଡ଼ିଶାର ସୁପରିଚିତ ବ୍ୟକ୍ତିତ୍ୱ। ତାପରେ ମୁଁ ଭାବିଲି ଯେଉଁ ଡାଲାଟି ତିଆରି ହେଇଥିଲା ତାର ଫଟୋଟେ ବି ରଖିଦେବି।
କାର୍ଯ୍ୟକ୍ରମ ପୂର୍ବରୁ ମୁଁ ତା ଫଟୋଟିଏ ବି ରଖିନେଇଥିଲି। ଆଉ ସେଇଠି ଖଣ୍ଡିଏ ବହି ଥୋଇ ଦେଇଛି। ଭଲ ରକମ ବହିଟି ପଢ଼ି ତାର ନାମକରଣଟି ଆପଣମାନେ ଦେଖିନିଅନ୍ତୁ। ଏଭଳି ଅନ୍ତରଙ୍ଗ ନାମକରଣ ଗୋଟେ ବାପା ପାଇଁ ଗୋଟେ ଝିଅ ଛଡ଼ା ଆଉ କ'ଣ କେହି ଦେଇପାରେ? ଦୁନିଆରେ ଯିଏ ସମ୍ରାଟ ତାକୁ ସମସ୍ତେ ବାହାରେ ସମ୍ରାଟ କହିବେ, ହେଲେ ଘରକୁ ଆସିଲେ ସିଏ ତ କାହାର ବାପା, କାହାର ଜେଜେ, କାହାର କ'ଣ, ସମସ୍ତେ କ'ଣ ତାକୁ ସମ୍ରାଟ ଡାକିବେ? ସେମିତି ବାହାରର ବ୍ୟକ୍ତିତ୍ୱ ଘରେ ସମ୍ପୂର୍ଣ୍ଣ ଅଲଗା। ଯାହା ଲେଖିକା ତାଙ୍କ ନିଜ ଭାଷାରେ ଲେଖିଛନ୍ତି, ତାଙ୍କ ବାପା ବିକଳାକର ରସଗୋଲା ପରି ଖୁବ୍ ସ୍ୱାଦିଷ୍ଟ ଆଉ ନରମ। ଏଇଥିରୁ ଆପଣମାନେ ଯାହା ବୁଝିବେ। ହେଲେ ମୋର ଗୋଟିଏ କଥା ମନରେ ଥିଲା, କ'ଣ ପାଇଁ ବହିର ନାଁଟି ଅପା ଏପରି ଦେଲେ? ସେଇ ସନ୍ଦେହଟା ବି ମୋର ସେଦିନ ଦୂର ହୋଇଗଲା। ଯାହା ଅପା ତାଙ୍କ ବକ୍ତବ୍ୟରେ ସ୍ପଷ୍ଟ କରିଦେଲେ। ତାଙ୍କ ଜେଜେମାଙ୍କ ମୃତ୍ୟୁ ଦିନ ତାଙ୍କ ବାପାଙ୍କର ମନ ଦୁଃଖର କାରଣ ପଚାରିବାରୁ ସେ କହିଥିଲେ, ମୋର ସୁରିଆ ଡାକଟା ଆଜିଠୁ ଲିଭିଗଲା। ଏଇ କଥାରେ ଆଶ୍ୱାସନା ଦେଇ ଅପା କହିଥିଲେ, ବାପା ତମେ ତ ମୋତେ ମା' ବୋଲି କହୁଛ, ମୁଁ ତ ତମର ସବୁ ପ୍ରକାର ଯତ୍ନ ନିଏ ବୋଲି ତମେ ମୋତେ ମା' ବୋଲି କୁହ। ଏଥର ଠିକ୍ ଅଛି, ତମ ମା'ର ବା ମାତୃସ୍ଥାନୀୟଙ୍କର ଡାକ ନାଁଟାରେ ମୁଁ ତମକୁ ଡାକିବି। ସେଇଦିନଠୁ ବାପା ହେଇଗଲେ ସୁରିଆ। ଆଉ ସୁରିଆ ତ ଲୋକାର ପୁଅ ବା ଲୋକନାଥଙ୍କ ପୁଅ। ଦେଖିଲେ କେଡ଼େ ଅନ୍ତରଙ୍ଗ ନାମକରଣ। ମୁଁ ମୋର ଫେସବୁକ୍ ପେଜ୍ରେ ବି ସେଇ କଥା ଲେଖିଥିଲି। ବହି ପ୍ରତି ମୋର ସବୁଠୁ ବଡ଼ ଆକର୍ଷଣ ଥିଲା ତାର ନାମକରଣ। କାହିଁକିନା ଏତେ ଅନ୍ତରଙ୍ଗ ନାମକରଣ ଅନ୍ୟ କୌଣସି ଲେଖକ ଦେଇପାରିନଥାନ୍ତେ। ସେ ଉପଯୁକ୍ତ ବାପାଙ୍କର ଉପଯୁକ୍ତ କନ୍ୟା। ତେଣୁ ସେ ତାଙ୍କ ଅନ୍ତରରୁ ଯେଉଁ ଆବେଗ ଆସିଥିଲା, ସେଇ ଆବେଗରେ ଯେଉଁ ନାଁ ଆସିଥିଲା, ସେ ବହିଟିର ସେଇ ନାମକରଣ କରିଥିଲେ। ସତରେ ଯେତେବେଳେ ତାଙ୍କ ବକ୍ତବ୍ୟରେ ସେ ଏକଥା କହିଲେ, ମୋ ରୁମ ଟାଙ୍କୁରି ଉଠିଲା, ମୋ ଆଖିରୁ ଲୁହ ବୋହିଗଲା। ବାପ ଝିଅର ସମ୍ପର୍କ କ'ଣ? ବାପ ଝିଅର ସମ୍ପର୍କ ସବୁବେଳେ ସ୍ନେହଶୀଳ, ସମ୍ମାନସ୍ପଦ। କିନ୍ତୁ ଏଇଭଳି ଜଣେ ବିଶିଷ୍ଟ ବାପାଙ୍କର ଜଣେ ବିଶିଷ୍ଟ ଝିଅ, ଯିଏକି ସବୁ ଦିଗରୁ ବାପାଙ୍କର ସୁଯୋଗ୍ୟ କନ୍ୟା, ତାଙ୍କ ହାତରେ ଲେଖାଯାଇଥିବା ବହିଟି ଯେ କେତେ ଭିନ୍ନ ହୋଇଥିବ ଆପଣମାନେ ପଢ଼ିଲେ ଜାଣିପାରିବେ। 149 ପୃଷ୍ଠାର ଜୀବନୀ, କାହିଁକିନା ଅନ୍ୟାନ୍ୟ କିଛି ଅଛି, ତାକୁ ପଢ଼ିବା ପାଇଁ ମୋ ଭଳି ଗୋଟିଏ ବ୍ୟସ୍ତ ଲୋକକୁ ମାତ୍ର 3 ଘଣ୍ଟା ସମୟ ଲାଗିଲା। ବିକେ ପବ୍ଲିକେସନ୍ ଦ୍ୱାରା ବହିଟି ପ୍ରକାଶିତ ହୋଇଛି, ଯାହା ବର୍ତ୍ତମାନ ଓଡ଼ିଶାର ଏକ ସୁନାମଧନ୍ୟ ପବ୍ଲିକେସନ୍। କିନ୍ତୁ ମୁଁ ଭାବିବି ଏ ବହିଟିକୁ ଯିଏ ବି ପ୍ରକାଶ କରିଥାନ୍ତେ ସେ ବେଶୀ ଗୌରବାନ୍ୱିତ ହେଇଥାନ୍ତେ। କାହିଁକିନା ଏଇଟା ନିଶ୍ଚିତ ଭାବେ ଆମ ଓଡ଼ିଆ ସାହିତ୍ୟର ଏକ ଭିନ୍ନ ଢଙ୍ଗର ବହି। ଆଉ ଏଇଟାକୁ ମୁଁ କେଉଁ ଶ୍ରେଣୀଭୁକ୍ତ କରିବି କହିପାରୁନି। ଜୀବନୀ ଯଦିଓ, କିନ୍ତୁ ଜୀବନୀ ନ କହି ବାପ ଝିଅ, ଜଣେ ବିଶିଷ୍ଟ ବାପାଙ୍କ ବିଶିଷ୍ଟ ଝିଅର ଜୀବନ ପ୍ରବାହ ବା ସେମାନଙ୍କର ଅନ୍ତରଙ୍ଗ ଭାବାବେଗର ଗୋଟେ ପ୍ରବନ୍ଧ ବୋଲି ତ କହିପାରୁନି, ଗୋଟେ ଲିଖନ, ତାହା ହିଁ ମୁଁ ଉପଲବ୍ଧି କଲି। ମୁଁ ବହିଟିକି ତ ପଢ଼ିକି ସାରି ଦେଇଛି। ଯେଉଁମାନେ ଆମେ ସୁରେନ୍ଦ୍ର ପ୍ରେମୀ ଅଛେ, ମୁଁ ତ ନୀଳଶୈଳଟାକୁ ବାରମ୍ବାର ପଢ଼ିଥିଲି। ଆଉ ଦେଖୁଛି ଏବେ, ଯେତେବେଳେ ଜାଣୁଛି ରବୀନ୍ଦ୍ର ମଣ୍ଡପରେ ହେଉଛି ଯାଇକି ଦେଖୁଛି। ମୋର ଗୋଟେ ପିଲାଦିନର ସ୍ମୃତି ଏଠି କହିବି। ସାରିପୁତ ଗପର ଶେଷ ପର୍ଯ୍ୟାୟରେ ଯେଉଁ ଲେଖା ହେଇଥିଲା, ଫେରିଯାଅ ଭିକ୍ଷୁ, ମୁଁ ଚାହେଁ ଜୀବନ ନିର୍ବାଣ ନୁହେଁ, ଏଇ କଥାଟା ମୁଁ ବୁଝିପାରିନଥିଲି। ବାରମ୍ବାର କିନ୍ତୁ ଏଇ ଶବ୍ଦଟାକୁ, ବାକ୍ୟଟାକୁ ମୁଁ ଉଚ୍ଚାରଣ କରୁଥିଲି। ବାପାଙ୍କୁ ଯାଇ ପଚାରିଥିଲି, ମୁଁ ବାପା ୟା ମାନେ କ'ଣ? ସେତେବେଳ ସମୟରେ ଯେତିକି ସମ୍ଭବ ବାପା ମୋତେ ବୁଝେଇ ଦେଇଥିଲେ। ସେଇ ସୁରେନ୍ଦ୍ର ମହାନ୍ତି ଆଜି ଓଡ଼ିଶାରେ ଅମର ହେଇ ରୁହନ୍ତୁ। ସିଏ ଯାହା ଚାହିଁଥିଲେ ସବୁବେଳେ ପାଠକୀୟ ଶ୍ରଦ୍ଧା ତାଙ୍କୁ ମିଳୁ। ଆଉ ମୁଁ ବି ମୋ ଅନ୍ତରର ଆବେଗ, ଯାହା ମୋର ପିଲାଦିନୁ ଥିଲା, ଆଜି ତାଙ୍କ ଝିଅ ଦ୍ୱାରା ତାଙ୍କ ଜୀବନୀ ଯେତେବେଳେ ପ୍ରକାଶିତ ହେଉଛି, ଜୀବନୀ ତ କହିବିନି, ମୁଁ ତାର କହିପାରୁନି, ଏଇଟାକୁ କ'ଣ କହିବି, ଆପଣମାନେ ପଢ଼ିଲେ ଜାଣିବେ।